ଇତିକାନ୍ତ ମହାଳିକ, ମୁଁ ଶାସପୁର ଗ୍ରାମରେ ଯୁବକ। ଏଇ ଯୋଉ ଶାସପୁର ଗ୍ରାମରେ ବର୍ତ୍ତମାନ ପଶୁପକ୍ଷୀ ମରୁଛି, କେତେ ପଶୁପକ୍ଷୀ ମଲେଣି ଆଉ ଏଇ ଝଟା କିଏ ଲଗେଇଛି ଆଉ ୟାର କାରଣ କ'ଣ ହେଇପାରେ ବୋଲି ଭାବୁଛନ୍ତି? କାଲି ତ ରିସେଣ୍ଟ ସାରେ 2ଟି ଷଣ୍ଢ ଆଉ ଗୋଟେ ଷଣ୍ଢଟି ପୁରା କ୍ରିଟିକାଲ କଣ୍ଡିସନ ଥିଲା, ଆଜି ସକାଳେ ସେ ମରିଯାଇଛି। ପିଲାମାନେ ତାର ଚାନ୍ଦା ଆଦାୟ କରୁଛନ୍ତି। ସେକେଣ୍ଡ ଟାଇମ୍ ସେମାନେ ଯେଉଁମାନେ ଲଗେଇଛନ୍ତି, ଯେଉଁ ପୋଲିସ ବାଲା ଆଜି ଆସିଥିଲେ, ଆମେ ଯେଉଁ ରିପୋର୍ଟ କରିଥିଲୁ ଥାନାରେ ଇନଭେଷ୍ଟିଗେସନ କରିବା ପାଇଁ, ସେମାନେ ଯେଉଁ ଆଜି ଆସିଥିଲେ ଗାଁ ବାଲା କୌଣସି ପ୍ରକାରରେ ମାନୁନାହାନ୍ତି ଯେ କିଏ କହୁଛି ମୁଁ ଚାଷ ମୋ ଜମି ନୁହଁ, କିଏ କହୁଛି ମୁଁ ଏଠି ଚାଷ କରିନାହିଁ। ସେଥିପାଇଁ ପୋଲିସ ବାଲା ନିଜେ ଇନଭେଷ୍ଟିଗେସନ କରିକି ଭିଡ଼ିଓ କରିକି ନେଇକି ଗଲେ ଥାନାରେ, ସରପଞ୍ଚଙ୍କ ନେତୃତ୍ୱରେ କାମ କରିବେ କାର୍ଯ୍ୟାନୁଷ୍ଠାନ। ଆଉ ଗାଁ ବାଲାଙ୍କୁ ଯଦି ତମେ ୟୁଜ୍ କରୁଛ ଯେଉଁ ଇଲେକ୍ଟ୍ରିକ୍ ଝଟକା, ସେ ଝଟକାଟା ନ ୟୁଜ୍ କରି ଅଲଗା କିଛି ସୋଲାର ଝଟକା ଅଛି କି ଇନଭର୍ଟରରେ ଝଟକା ଅଛି, ନର୍ମାଲି ଭାବେ ୟୁଜ୍ କର। ଯଦି ବି ୟୁଜ୍ କରୁଛ, ଡାଇରେକ୍ଟ ଯେଉଁ ୟୁଜ୍ କରିଦେଉଛ ଯେଉଁ ଇଲେକ୍ଟ୍ରିକାଲ ଝଟକାଟା, ଆଜି ଆମେ ରିସେଣ୍ଟ ତ ଦେଖିଛୁ 2 ଦିନ ପୂର୍ବରୁ, ଆମେ ତ 2 ମାସ ପୂର୍ବରୁ ନଥିଲୁ, ତମେ ତ 3 ମାସ ପୂର୍ବରୁ ହିଁ ଲଗେଇଲଣି। ତ ଆଉ କେତେ କ'ଣ ମରିଛନ୍ତି ତମେ ସେ କଥା ଗୁଡ଼ାକ ଚାପିଛ, ତ ଆମେ ବି ଜାଣିନୁ ନା। ଆଜି ଆମ ଆଖି ଆଗରେ ଆସିଲା ବୋଲି 4ଟି ଷଣ୍ଢ, ଆମେ ସେଥିପାଇଁ ଆମେ ସର ଉତ୍ତୋଳନ କଲୁ। କ'ଣ ଚାହୁଁଛନ୍ତି ଆପଣ? ମୁଁ ଚାହୁଁଛି ଯେ ଗ୍ରାମବାସୀ ଯେଉଁମାନେ ପ୍ରଥମେ ଯେଉଁମାନେ ବୈଠକ କରିକି ସେମାନେ ଯେଉଁ କାହା କତରୁ ସ୍ୱୀକୃତି ନ ଆଣିକି କି ନିଜେ ମନେ ମନେ ଯେଉଁମାନେ ରୁଲ୍ସ କରିକି ଯେଉଁ ଗାଁରେ ଲଗେଇ ଦେଉଛନ୍ତି ଝଟକା, ଇଲେକ୍ଟ୍ରିକାଲ ଝଟକା, ସେମାନେ ଭାବୁଛନ୍ତି ଯେ ସେମାନେ ଗାଁରେ ଯାହା କହିବେ ସେଇଟା କ'ଣ ଚାଲିବ କି? ଏ ସମାଜରେ କ'ଣ କେବଳ ମଣିଷ ହିଁ କେବଳ କ'ଣ ବଞ୍ଚିବାର ଅଧିକାର ଅଛି, ଆଉ ସମାଜରେ ପ୍ରାଣୀ ଜଗତରେ ଆଉ ପ୍ରାଣୀମାନେ ବି ବଞ୍ଚିବେନି। ଯଦି ସେମାନେ ନ ମାନୁଛନ୍ତି, ଯଦି ବି ପୋଲିସ ବାଲାଙ୍କ କଥାରେ ବି ନ ମାନୁଛନ୍ତି, ଯଦି ସେମାନେ ପୁଣି ଥରେ ୟୁଜ୍ କରୁଛନ୍ତି, ତାହେଲେ ଏଇଟା ଆମେ ଆନିମାଲ କ୍ରାଇମ୍ ଅଫେନ୍ସରେ ଆମେ ଯାଇ କୋର୍ଟରେ ସେମାନଙ୍କୁ କୋର୍ଟ ପର୍ଯ୍ୟନ୍ତ ନେଇକି ଯିବୁ। ଯଦି ଏ କଥାରେ କୌଣସି ପ୍ରଶାସନ କୌଣସି ଆମକୁ ସୁବିଧା ନ ମିଳୁଛି, ଆମେ କୋର୍ଟ ପର୍ଯ୍ୟନ୍ତ ସେମାନଙ୍କୁ ଟାଣିକି ନେଇକି ଯିବୁ।